परिचय देखिए स्टार्ट करूँ। ମୁଁ ଡକ୍ଟର ସୁଧାଂଶୁ ଶେଖର ବିଶ୍ୱାଳ। ଆମର ଆଜି ଏକାଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ୍ ତରଫରୁ ତୃତୀୟ ଏକାଗ୍ରତା ଡ୍ୟାନ୍ସ ଫେଷ୍ଟିଭାଲ ପାଳନ ହେଉଥିଲା। ଆଜି ଆମର ମୁଖ୍ୟ ଅତିଥି ସବୁ ଥିଲେ ଇଭିନିଂର ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ ଏବଂ ଆମର ଗୋବିନ୍ଦ ଚନ୍ଦ୍ର ପାଲ ଏମିନେଣ୍ଟ ଓଡ଼ିଶୀ ଡ୍ୟାନ୍ସର ଏବଂ ଗୁରୁ ପ୍ରତିଭା ପଣ୍ଡା ଆକ୍ଟର ଆଣ୍ଡ ଏମିନେଣ୍ଟ ଓଡ଼ିଶୀ ଡ୍ୟାନ୍ସର ଡକ୍ଟର ଚନ୍ଦ୍ରଶେଖର ହୋତା ସେକ୍ରେଟାରୀ OSNA ଏବଂ ସୁଚିସ୍ମିତା ମନ୍ତ୍ରୀ ଡେପୁଟି ଡାଇରେକ୍ଟର ଏସବୁ ଉପସ୍ଥିତ ଥିଲେ ଆମର ସନ୍ଧ୍ୟାରେ। ଏହା ହେଉଛି ଆମର ଓଡ଼ିଶୀ ଡ୍ୟାନ୍ସ ଯେଉଁଟାକି ଆମର ପ୍ରତିବର୍ଷ ଏକାଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ୍ ତରଫରୁ ପାଳନ କରାଯାଉଛି। ପ୍ରତିବର୍ଷ ଏଇଟା ଓଡ଼ିଶା ଗଭର୍ଣ୍ଣମେଣ୍ଟର ସଂସ୍କୃତି ଏବଂ ସାହିତ୍ୟ ଡିପାର୍ଟମେଣ୍ଟ ଅନୁକୂଳରେ ଏଇଟା ହେଉଛି ଏବଂ ଓଡ଼ିଶୀ ଡ୍ୟାନ୍ସର ଯେଉଁ ମାନେ ଯେଉଁଟା ଧୀରେ ଧୀରେ ଯାହାର ଆଗ୍ରହ ଯେଉଁ ବଢ଼ୁଛି ବିଶ୍ୱରେ ଏବଂ ଦେଶ ସହିତ ଇଣ୍ଟରନ୍ୟାସନାଲ୍ ଲେଭେଲରେ ସେଇଟା ପହଞ୍ଚିବା ପାଇଁ ତା'ର ବଞ୍ଚେଇ ରଖିବା ପାଇଁ ମାନ ରଖିବା ପାଇଁ ପ୍ରତିବର୍ଷ ଆମର ଏକାଗ୍ରତା ଫାଉଣ୍ଡେସନ୍ର ଯିଏ ଅଛନ୍ତି ଡାଇରେକ୍ଟର ବା ଚେୟାରମ୍ୟାନ୍ ସୁନୀଲ କୁମାର ବେହେରା ତାଙ୍କର ଡାଇରେକ୍ସନରେ ଏବଂ ପରାମର୍ଶରେ ଏସବୁ କାର୍ଯ୍ୟ ଚାଲିଛି। ଅନୁଷ୍ଠାନ ପ୍ରତିବର୍ଷ ଓଡ଼ିଶୀର ନୃତ୍ୟର ତା'ର ଯେଉଁ କଳା ନିପୁଣତା ସେଇଟା ବଞ୍ଚାଇ ରଖିଛି ଏବଂ ପ୍ରତିବର୍ଷ ମାନେ ଶହ ଶହ ପିଲାମାନେ ସେଠି ଆସି ଓଡ଼ିଶୀ କଳା ଶିଖୁଛନ୍ତି। ଏଥିପାଇଁ ଗୋଟେ କଲେଜ ସ୍କୁଲ ବି ଖୋଲାଯାଇଛି ଏବଂ ତାର ରିସର୍ଚ୍ଚ ବି ସେଠି କରାଯାଉଛି। ତେଣୁ ଯେଉଁ ଅତିଥିମାନେ ଆସିଥିଲେ ସେମାନେ ଉତ୍ସାହିତ କରିବେ ଏବଂ କେମିତି ହେଉଛି ତାର ମାନ ଠିକ୍ ହେଉଛି କି ଏବଂ ସେଇଟା ତାର ଯେଉଁ ଓଡ଼ିଶୀର ଯେଉଁ ମାନଟା ଏବେ କ'ଣ ହେଉଛି ଧୀରେ ଧୀରେ ସେଇଟା ମାନେ କିଛି ଜାଗାରେ ସେଇଟା ମାନେ ତାକୁ ମାନେ ବିକୃତ କରିଦିଆହେଉଛି। ସେଇଟା ଅତିଥିମାନେ ଦେଖୁଥିଲେ ଯେ ପ୍ରକୃତରେ ସେଇଟା ମାନଟା ବଜାୟ ରହୁଛି ନା ତାକୁ ଆଉ ଅନ୍ୟ କ'ଣ କରାହେଉଛି ଏବଂ ତାର ସିଷ୍ଟମ୍ ଯେଉଁଟା କଳାଟା ରହିଛି ସେଇଟା ଉଚ୍ଚକୋଟୀର ହେବା ଦରକାର। ସେଇଟା ହିଁ ସେମାନେ ଆଜି ପରାମର୍ଶ ଦେଇକରି ଗଲେ ଏବଂ ଛୋଟ ଛୋଟ ପିଲା ହୁଅନ୍ତୁ ବା ଯେଉଁମାନେ ଓଡ଼ିଶୀ ମାନେ ନୃତ୍ୟଶିଳ୍ପୀ ବା ଗୁରୁମାନେ ଅଛନ୍ତି ସେମାନେ ଯେଉଁ ଆଜି ନୃତ୍ୟ ପ୍ରଦର୍ଶନ କଲେ ସେମାନଙ୍କୁ ଉତ୍ସାହିତ କଲେ ଏବଂ ସେମାନଙ୍କୁ ମାନେ ଉତ୍ତରୀୟ ଏବଂ ମାନପତ୍ର ଦେଇକରି ଆଜି ତାଙ୍କୁ ସମ୍ମାନିତ କରିଛନ୍ତି। ଏଇଟା ଏକାଗ୍ରତା ତୃତୀୟ ନୃତ୍ୟ ଉତ୍ସବ ଏକାଗ୍ରତା ନୃତ୍ୟ ଉତ୍ସବ। ପ୍ରତିବର୍ଷ ଆମେ ଏକାଗ୍ରତା ସମ୍ମାନ ଦେଉ ପ୍ରତି ଗୁରୁମାନଙ୍କୁ ଯେଉଁମାନେ ଏହି ନୃତ୍ୟଶିଳ୍ପୀରେ ଏହି ନୃତ୍ୟଶୈଳୀରେ ଯେଉଁମାନେ ପାରଙ୍ଗମ। ଆଜି ଆମେ ଗୁରୁ ଆରତୀ କରଙ୍କୁ ଏକାଗ୍ରତା ନୃତ୍ୟ ସମ୍ମାନ ଦେଲୁ। ଆଉ ଗୁରୁ ସରିତା ମିଶ୍ର ଯିଏକୁ ସୁଦୂର ବାଙ୍ଗାଲୋର ଆସିଥିଲେ ତାଙ୍କୁ ଆମେ ଏକାଗ୍ରତା ଫାଉଣ୍ଡେସନ୍ ତରଫରୁ ଜୟଦେବ ସମ୍ମାନରେ ସମ୍ମାନିତ କଲୁ। ଆଉ ଏବଂ ବହୁତ କଳାକାର କୁନି କୁନି କଳାକାର ମାନେ ବାହାରୁ ଏବଂ ରାଜ୍ୟ ବାହାରୁ ଯେଉଁ ଆସିଥିଲେ ସେମାନଙ୍କୁ ବି ଆମେ ସମ୍ବର୍ଦ୍ଧିତ କଲୁ। ଆଜି କେତେ ଜଣ ଟୋଟାଲ ଆମେ ଆଜି ମୁଖ୍ୟ ସମ୍ବର୍ଦ୍ଧିତା 2 ଜଣ ଥିଲେ କିନ୍ତୁ ଟୋଟାଲ ଆମେ 50 ଜଣଙ୍କୁ ସମ୍ବର୍ଦ୍ଧିତ କଲୁ ଏବଂ ବହୁତ କୁନି କୁନି କଳାକାର ମାନେ ନିଜର ପାରିଦର୍ଶିତା ଲାଭ କଲେ ଏବଂ ଯେଉଁ ପିଲାମାନେ ସବୁ ସେମାନଙ୍କୁ ମାନପତ୍ର ଦିଆହେଲା, ତାଙ୍କୁ ଟ୍ରଫି ଦିଆଗଲା, ସାର୍ଟିଫିକେଟ୍ ଦିଆହେଲା ଆଉ ଉତ୍ତରୀୟ ଦେଇକି ସମ୍ମାନିତ କରାଗଲା। ମୋର ଅନୁଷ୍ଠାନର ଉଦ୍ଦେଶ୍ୟ ହେଉଛି କଳା ସଂସ୍କୃତିକୁ କେମିତି ଆଗକୁ ନେଇପାରିବେ। ଯେଉଁ ଆମ ଆଜିକାଲି କଳା ସଂସ୍କୃତି ଲୁଚି ଯାଉଛି ଧୀରେ ଧୀରେ ଲୋପ ପାଇଯାଉଛି। ଆମ ଏହି ଅନୁଷ୍ଠାନ ତା ପାଇଁ ବହୁତ ଆଗ୍ରହୀ ଏକାଗ୍ରତ ଭାବରେ ଏହି ଅନୁଷ୍ଠାନ କଳା ଓ ସଂସ୍କୃତିକୁ ଓଡ଼ିଶାର ନୃତ୍ୟ ସଂସ୍କୃତିକୁ ଆଗକୁ ନେବା ପାଇଁ ଏକ ପ୍ରୟାସ ଅନୁଷ୍ଠାନ ଦେଖାଯାଉଛି। କିନ୍ତୁ ତା ସହିତ ବି ଆମର ଓଡ଼ିଶାର ଭାରତୀୟର ଯେଉଁ ନୃତ୍ୟ କଳା ରହିଛି ତା ସହିତ ବି ଶିକ୍ଷାଦାନ ଦିଆଯାଉଛି। ନୃତ୍ୟ କଳା ନ ଦିଆଗଲେ ବି ଆମର ଯେଉଁ ଶିକ୍ଷା ଅଛି ଭାରତର ବିଭିନ୍ନ ନୃତ୍ୟ କଳା ଅଛି ତ ତା ଭିତରେ ବି ପିଲାଙ୍କୁ ଶିକ୍ଷା ଦିଆଯାଏ। ତା ସହିତ ଓଡ଼ିଶୀ ନୃତ୍ୟ ବି ଶିକ୍ଷା ମୁଁ ତ ମୁଖ୍ୟ ଅଛି ପ୍ରତିଷ୍ଠାତା ତା ସହିତ ଆହୁରି 2-4 ଜଣ ଗୁରୁ ରହୁଛନ୍ତି। ପିଲା ସଂଖ୍ୟା ବି ଆମର 50। ତ ଧୀରେ ଧୀରେ ତ ଭାବୁଛି ଏବେ ତ ରଙ୍ଗବଜାର ଗୋଟେ ଖୋଲା ହେଇଛି ଭବିଷ୍ୟତରେ ପଟିଆ ହେଉ ବା ଭୁବନେଶ୍ୱର ବିଭିନ୍ନ ଅନୁକୋଣରେ କୋଣରେ ସତ୍ୟ ବିହାର ହେଉ ବିଭିନ୍ନ କ'ଣ ଆମେ ଚେଷ୍ଟା ଚାଲିଛୁ। ସରକାର କେବଳ ଯେଉଁ ଆମେ କାର୍ଯ୍ୟକ୍ରମ କରୁ ତା ପାଇଁ କିଛି ଅଳ୍ପ କିଛି ପ୍ରୋତ୍ସାହନ ଆମେ ଆଶା କରୁ ସରକାର ଏହା ପ୍ରତି ଆଉ ଟିକେ ଦେଲେ ଆମେ ଆଉ ସୁନ୍ଦର ଭାବରେ ଏହାକୁ କାର୍ଯ୍ୟକାରୀ କରିପାରିବୁ। ଆଉ ଗୋଟେ କଥା ଓଡ଼ିଶାର ଯେଉଁ ଆପଣଙ୍କର ସଙ୍ଗୀତ ଓଡ଼ିଶୀ ଡ୍ୟାନ୍ସ ମାଲିନ ବୋଲୁଛି ଆପଣଙ୍କର କଳାକାରମାନେ ବହୁତ ଅସୁବିଧାରେ ବି ସମ୍ମୁଖୀନ ହେଉଛନ୍ତି। ଆ ପ୍ରତି ମୁଁ ସରକାରଙ୍କୁ ନିବେଦନ କରିବି କଳାକାର ବଞ୍ଚିଲେ ସଂସ୍କୃତି ବଞ୍ଚିବ, ସଂସ୍କୃତି ବଞ୍ଚିଲେ ଆମ ଓଡ଼ିଶା ବଞ୍ଚିବ। ଆଜି ଯଦି ଆମ ଓଡ଼ିଶା ବିଶ୍ୱ ଦରବାର ଅଛି ତାହା ଏହି କଳା ସଂସ୍କୃତି ଦ୍ୱାରା ଅଛି। ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରିବି କଳାକାରମାନଙ୍କୁ ଉତ୍ସାହିତ କଲେ ଆମର ସଂସ୍କୃତି ଏବଂ ଓଡ଼ିଶାର ମାନ ବଢ଼ିବ। ଧନ୍ୟବାଦ।